ଆମେ କେବଳ କିଛି ସୁଜି ତା ଦେହରେ କିଛି ଗରମ ପାଣି ତାକୁ ଗୋଟେ ଚାମଚ ସାହାଯ୍ୟରେ ତାକୁ ଟିକେ ଗୋଳେଇ ଦେବା ଗୋଟେ ବଡ଼ ଜାଗାରେ ତାକୁ ଏମିତି ଗୋଲ କରିଦେବା ଚକଟିକିରି ତାକୁ ଘୋଡ଼େଇକି କିଛି ସମୟ ପାଇଁ 15 ମିନିଟ୍ ପାଇଁ ରଖିଦେବା ତାକୁ ଏମିତି ଶୁଖିଲା ଭାବରେ ଚକୁଡ଼ି ଦେଇ ଗୋଟେ ବେଲଣା ପିଢ଼ି ସାହାଯ୍ୟରେ ତାକୁ ପତଳା କରି ଆମେ ତାକୁ ବେଲି ଦେଇ ସାରିଲା ପରେ ଏମିତି ଗୋଟେ ପତଳା ଗ୍ଲାସ୍ରେ ଏମିତି ଦାଢ଼ ଥିବା ଗ୍ଲାସ୍ରେ ତାକୁ ଏମିତି ଗୋଲ ଗୋଲ କରି ଆମେ କାଟିକି ଏମିତି ଓଦା କପଡ଼ା ଉପରେ ତାକୁ ଏମିତି ପକେଇକିରି ଘୋଡ଼େଇକି ରଖିଦେବା ଘୋଡ଼େଇକି ରଖିଦେଇ ତାକୁ ଯଦି ଆମେ ଗରମ ତେଲ ଦେହରେ ପୁରା ଜୋର ତେଲ ତାତି ଯାଇଥିବ ତା ଦେହରେ ଏମିତି ପକେଇଦେବା ତାକୁ ଭଲରେ ଏମିତି ବ୍ରାଉନ୍ କଲର୍ କରି ଛାଣିଦେବା ତା ଦେହରେ ଆମେ ପାଇପାରିବା ଗୋଟେ ସୁନ୍ଦର ପୁଚୁକା ଗୁପଚୁପ୍ ତିଆରି କରିବା ପାଇଁ ଗୁପଚୁପ୍ ଠୋଲା। ତେଣୁ ମୁଁ ଏମିତି ଠୋଲା କରିଦେଇଛି। ମୁଁ ବି ମୋ ଘର ଲୋକଙ୍କୁ ଯେମିତି ସୁନ୍ଦର ଭାବରେ ପରଷି ଦେଉଛି ଗୁପଚୁପ୍ କରିକି ଆପଣମାନେ ବି ଏମିତି ସୁନ୍ଦର ଭାବରେ ପରଷି ଦିଅନ୍ତୁ ଘର ତିଆରି ଗୁପଚୁପ୍ ଆଳୁ ଚକଟା ଆଉ ଖଟା ପାଣି କରିକି ଘର ଲୋକଙ୍କୁ ପରଷି ଦିଅନ୍ତୁ ସୁନ୍ଦର ଗୁପଚୁପ୍। ରହିଲି ପୁଣି ନୂଆ ଭିଡ଼ିଓରେ ବାଏ ବାଏ।